ନମସ୍କାର ମୁଁ ଦିବ୍ୟରଞ୍ଜନ ନାୟକ ଆପଣ ଦେଖୁଛନ୍ତି ଆମେ ବର୍ତ୍ତମାନ ଅଛୁ ନୟାଗଡ଼ ଜିଲ୍ଲା ଖଣ୍ପଡ଼ା ବ୍ଲକ ହେଉଛି ବଡ଼ମ୍ବା ଗାଁ ଯେଉଁଠି ପ୍ରସିଦ୍ଧ ସାତ ଭଉଣୀ ନାମରେ ଏକ ମା ତିନି ଠାକୁରାଣୀ। ମୁଁ ଏବଂ ମୋ ସାଙ୍ଗ ହରପ୍ରସାଦ ସାଙ୍ଗରେ ଆସିଥିଲେ ଆମେ ବର୍ତ୍ତମାନ ଆସିକି ମାଙ୍କର ପାଖରେ ପହଞ୍ଚିଲୁ। ମାଙ୍କର ଏଠି ଅନେକ ଭକ୍ତ ମାଙ୍କର ଯେଉଁ ସେବା ରହୁଛନ୍ତି କାନ୍ଦୁରୀ ମା। କାନ୍ଦୁରୀ ମା କହିଲେ ସମସ୍ତଙ୍କୁ ଜାଣନ୍ତି ଏ ଅଞ୍ଚଳରେ ଅନେକ ରୋଗ ବ୍ୟାଧିଠୁ ଆରମ୍ଭ କରିକି ଅନେକ ସମସ୍ୟା ନେଇକି ମାଙ୍କ ପାଖରେ ଉପାସନା ଆଉ ପୂଜାର୍ଚ୍ଚନା କଲେ ଏ ଲୋକମାନଙ୍କର ରୋଗ ଭଲ ହେଇଯାଏ। ଲୋକମାନେ ସୁସ୍ଥ ହେଇଯାଆନ୍ତି ବୋଲି ଏଠି ବିଶ୍ୱାସର ସହ ମାଙ୍କ ପାଖକୁ ସମସ୍ତେ ଆସନ୍ତି। ଆମେ ଆସିଥିଲୁ ଏକ ଲକ୍ଷ୍ୟ ନେଇକି ମା ପାଖକୁ ମାଙ୍କର ଦର୍ଶନ ନେଲୁ। ଆମେ ମାଙ୍କୁ ମଧ୍ୟ ନିଜର ଉତ୍ତର ନିଜର ଅଭିଳାଷ କଥା ବି ସ୍ଥାପନ କଲୁ। ବାସ୍ତବରେ ଏଠି ଯୋଉ ସାତ ଭଉଣୀ ନାମରେ ଯୋଉ ଠାକୁରାଣୀ ଅଛନ୍ତି ଯୋଉ ଦେଖିବା ନୟାଗଡ଼ରୁ ପାଣି କୋଇଲା ରାସ୍ତାରେ ଆସିବା ପାଣି କୋଇଲା ପ୍ରବାସିନୀ ବାପାଙ୍କ ଅନାଥ ଆଶ୍ରମରେ ଆସିଲା ପରେ ଇଏ ସେ ବଡ଼ମ୍ବା ଗାଁ ଯୋଉଠି ସାତ ଭଉଣୀ ଠାକୁରାଣୀ ଅଛନ୍ତି। ଏଠି କିନ୍ତୁ ବାସ୍ତବରେ ଏ ଠାକୁରଙ୍କର ମନ୍ଦିରର କାର୍ଯ୍ୟ ଆରମ୍ଭ ହେଇନି, ମନ୍ଦିର ହେଇନି, କିନ୍ତୁ ମା ଅଛନ୍ତି ଗୋଟେ ଶାଳ ବୃକ୍ଷ ମୂଳ ଅଛନ୍ତି। ବାସ୍ତବରେ ଏଠି କେତେ ଲୋକ ଏଠିକି ଆସୁଛନ୍ତି, ଶହ ଶହ ଲୋକ ଆସୁଛନ୍ତି। ଅନେକ ଲୋକଙ୍କର ଭକ୍ତଙ୍କର ସମାଗମ ରହିଛି। ଯଦି ଆମେ ଦେଖିବା ସରକାରଙ୍କର ଯଦି କିଛି ଏଠି ଅନୁକମ୍ପା ରାଶି କିଛି ବିକାଶ ଯୋଜନା କିଛି ପହଞ୍ଚନ୍ତା ନିଶ୍ଚିତ ମାଙ୍କର ମନ୍ଦିର କାର୍ଯ୍ୟଟି ହେଇପାରନ୍ତା ଆମେ ଆଶା କରୁଛୁ। କି ଅନେକ ଅଧିକ ମାନେ 100ରୁ ଉର୍ଦ୍ଧ୍ୱ ଲୋକ ଏଠି ଆସିଥିଲେ। ଆମେ ଆସିକି ସେ ମାମାନଙ୍କ ସାରା ଆଲୋଚନା କରୁଥିଲୁ। ମନ୍ଦିର ସେବାର୍ଷୀ କାନ୍ଦୁରୀ ମା ସାଙ୍ଗରେ ବି ଆଲୋଚନା କଲୁ। ଅନେକ ମନର କଥା କହିଲୁ, ମନର ଭାଷା ବି କହିଲୁ। ବା ଯୋଉ କଥା ମୁଁ ବି କହିଲେ ସେ କାନ୍ଦୁରୀ ମା ଯୋଉ କଥା ବି କହିଲେ ଆମ ନିଜକୁ ହୃଦୟକୁ ଛୁଇଁଲା। ଅନେକ କଥା ଭିତରେ ଅବକାଶ ରହିଛି, ଆପଣମାନେ ବି ଆସନ୍ତୁ। ସେ ସାତ ଭଉଣୀ ମା ଭଉଣୀଙ୍କର ଆଶୀର୍ବାଦ ନିଅନ୍ତୁ ଓ ଆଶୀର୍ବାଦ ଭିକ୍ଷା କରନ୍ତୁ। ରହିଲି, ଜୟ ଜଗନ୍ନାଥ, ଜୟ ମା।